ମୁଁ ତାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି ପ୍ରତାପ ଭାଇ। ଆଉ ପାରୁନି, ତା ବିନା ମୁଁ ଆଗକୁ ବଢ଼ିବା ସମ୍ଭବ ନୁହେଁ। ମୋତେ ଏତେ ଭଲ ପାଉଥିବା ମଣିଷଟା ହଠାତ୍ ଏତେ ଜଲ୍ଦି ବଦଳିଯିବ, କେମିତି ବା ସହିବି ଭାଇ। ଏମିତି କଥା କହିବା ବେଳେ କାନ୍ଦି ପକାଉଥିଲା ସଞ୍ଜୟ। ତାକୁ କ'ଣ କହିବି, କେମିତି ବୁଝେଇବି କିଛି ଜାଣିପାରୁନଥିଲି। ତାକୁ ଖାଲି ଏତିକି କହିଲି, ଭାଇ କ'ଣ ହେଇଛି, ପୁରା ଘଟଣା ତ କୁହ। ଏମିତି କାନ୍ଦିଲେ କ'ଣ ହେଇଛି ମୁଁ କେମିତି ଜାଣିବି। ସେ ଟିକେ କାନ୍ଦ ବନ୍ଦ କଲା, ଆଉ କହିବା ଆରମ୍ଭ କରିଦେଇଥିଲା। ଜୀବନଟା ଯଦି ସଂଘର୍ଷ ହୁଏ, ବୋଧେ ସେହି ସଂଘର୍ଷମୟ ଜୀବନ ଭିତରେ ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିଲି। ସୁଚି ମୋ ସହିତ ଟ୍ରେନ୍ରେ ସବୁଦିନ ଦେଖା ହୁଏ। ଭୁବନେଶ୍ୱରରୁ ସବୁଦିନ ଅଫିସ୍ ସାରି ଘରକୁ ଗଲାବେଳେ ଗୋଟେ ଟ୍ରେନ୍ରେ ଆମେ ଯାଉ। ସେ କାଠଯୋଡ଼ିରୁ ଓହ୍ଲେଇଯାଏ, ଆଉ ମୁଁ କଟକ ଷ୍ଟେସନରେ ଓହ୍ଲେଇଯାଏ। ଦିନେ ଯଦି କେହି କାହା ସହିତ ଦେଖା ନ ହୁଏ, ମନଟା କେମିତି କେମିତି ଲାଗେ। ନା ଥିଲା ଯୋଗାଯୋଗ, ନା ଥିଲା କଥାବାର୍ତ୍ତା। ଏଇ ସାଇଲେଣ୍ଟ ସମ୍ପର୍କର ନାଁ କ'ଣ ଥିଲା ଆମକୁ ବି ଜଣା ନଥିଲା। କେବେ ମୁଁ ତା ସହିତ କଥା ହେବାକୁ ସାହସ କରିନି, କି ସେ ମୋ ସହିତ ବି କଥା ହେଇନି। କିନ୍ତୁ ଉଭୟଙ୍କୁ ଦେଖିଦେଲେ ମୁହଁର ଗୋଟେ ଅଜବ ଚମକ ଆସିଯାଉଥିଲା। ଏମିତି ଚୁପଚାପ ସମ୍ପର୍କକୁ ପୂରି ଯାଇଥିଲା ବର୍ଷେରୁ ଅଧିକା ସମୟ। ସେଦିନ ଥିଲା ମୋ ପାଇଁ ସୁବର୍ଣ୍ଣ ଦିନ, ଯେଉଁଦିନ ଆମେ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରିଥିଲୁ। ମୋ ସାମ୍ନା ସିଟ୍ରେ ସେ ବସିଥିଲା, ଆଉ ମୋ ପାଖ ସିଟ୍ଟା ଫାଙ୍କା ଥିଲା। ଗୋଟେ ଅଜଣା ଝିଅ ମୋ ପାଖରେ ଫାଙ୍କା ଥିବା ସିଟ୍ରେ ବସିବାକୁ ଯାଉଥିଲା ବେଳେ ହଠାତ୍ ସେ ମୋ ପାଖକୁ ପଳେଇ ଆସିଲା, ଆଉ ତା ସିଟ୍ଟା ସେ ଝିଅକୁ ଦେଖେଇ ଦେଇ କହିଲା, ଏଇଠି ବସନ୍ତୁ। ସେ ମୋ ପାଖରେ ପ୍ରଥମ ଥର ବସିବା ପରେ ମୋ ଦେହରେ ଗୋଟେ ଅଜବ ଶିହରଣ ଖେଳି ଯାଇଥିଲା। ଆଉ ଆମ ଚୁପଚାପ ସମ୍ପର୍କଟା ସେଇଠୁ ଶେଷ ହେଇ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଯାଇଥିଲା। ପ୍ରଥମେ ତା ନାଁ ପଚାରିବାଠୁ ଆରମ୍ଭ ହୋଇଥିବା କଥାବାର୍ତ୍ତା ଲମ୍ବି ଲମ୍ବି ଢେର ବାଟ ଚାଲିଗଲା। ତାପରେ ଫୋନ୍ ନମ୍ବର ଦିଆନିଆ। ସବୁଦିନ କେବଳ ଫେରିବା ବେଳେ ଦେଖା ହେଉଥିବା ସମ୍ପର୍କଟା ଏବେ ସାଙ୍ଗରେ ଯିବା ବି ଆରମ୍ଭ କରିଦେଇଥିଲୁ। ଆଗରୁ ଆମେ ଟ୍ରେନ୍ ଟାଇମ୍ ହେଲେ ଷ୍ଟେସନ ଆସୁଥିଲୁ। ଏବେ କିନ୍ତୁ ଅଫିସରେ କାମ ସରିଗଲେ ତୁରନ୍ତ ଷ୍ଟେସନ ଆସିଯାଉଥିଲୁ। ଆଉ ଟ୍ରେନ୍ ଯେତେ ଲେଟ୍ ହେଲେ ବି ଆମକୁ କିଛି ଫରକ ପଡ଼ୁନଥିଲା। ବରଂ ଟ୍ରେନ୍ ଯେତେ ଡେରିରେ ଆସିଲେ ଆମ ଗପ ଆହୁରି ଲମ୍ବି ଯାଉଥିଲା। ୟା ଭିତରେ ଆମେ ଜାଣିସାରିଥିଲୁ ଆମକୁ ପ୍ରେମ ହୋଇସାରିଲାଣି। କିନ୍ତୁ କିଏ ଆଗ କହିବ, ସେ କଥାକୁ ଅପେକ୍ଷା ଥିଲା। ଆଉ ରହିପାରିଲିନି। ଦିନେ ଏକୁଟିଆ ବସି କଥା ହେଉଥିଲା ବେଳେ ସୁଯୋଗ ଦେଖି ତାକୁ ପ୍ରେମ ନିବେଦନ କରିଦେଲି, ଆଉ ସେ ବି ଖୁସିରେ ମୋତେ ହକ୍ କରିଦେଲା। ଏମିତିରେ ବିତିଗଲା 5 ବର୍ଷ। ଏଇ 5 ବର୍ଷର ସମ୍ପର୍କ ଭିତରେ ଆମ ପ୍ରେମ କେତେ ଗଭୀର ହୋଇଯାଇଥିବ ଅନୁମାନ କରିପାରୁଥିବେ ଭାଇ। ୟା ଭିତରେ ଆମେ ଅଫିସରୁ ଛୁଟି ନେଇ ଅନେକ ଜାଗା ବୁଲିଛୁ, ପାର୍କ ଯାଇଛୁ, ହୋଟେଲରେ ରାତି ବି କାଟିଛୁ। କ'ଣ ପାଇଁ କାଟିବୁନି ଭାଇ, ସେ ତ ମୋର ହୋଇସାରିଥିଲା। ମୁଁ ତାକୁ ତାରିଣୀ ମନ୍ଦିରରେ ସିନ୍ଦୁର ଦେଇ ନିଜର କରିସାରିଥିଲି, ଆଉ ସେ ବି ମୋତେ ତାର 7 ଜନ୍ମର ସାଥୀ ବୋଲି ଭାବି ସାରିଥିଲା। ସବୁ ପରେ ଯେ ଦିନେ ଏମିତି ଦିନ ଦେଖିବାକୁ ପଡ଼ିବ ମୁଁ ଜାଣିନଥିଲି। ମୁଁ ଟିକେ ତା କଥାକୁ ବ୍ରେକ୍ କରି ପଚାରିଲି, ସବୁ ତ ଠିକ୍ ଥିଲା, ଅସୁବିଧା କ'ଣ ହେଲା? ସେଇ ଚିରାଚରିତ କଥା ମୋତେ ଦିନେ ସୁଚି କହିଲା, ଆମ ଘର ଲୋକ ମୋ ବାହାଘର ଠିକ୍ କରିଦେଇଛନ୍ତି। ମୁଁ କ'ଣ କରିବି କିଛି ଚିନ୍ତା କରିପାରୁନି। ମୁଁ ଆଶ୍ଚର୍ଯ୍ୟ ହେଇ କହିଲି, ଚିନ୍ତା କରିପାରୁନ ମାନେ କ'ଣ? ତମେ ତ କେବଳ ମୋର, ଏକଥା ଘରେ କାହିଁକି କହୁନ? ସେ କହିଲା, ମୋର ସାହସ ହେଉନି। ମୁଁ ଟିକେ ରାଗିଗଲି, ଆଉ କହିଲି, ମୋ ସହିତ ପ୍ରେମ କଲାବେଳେ ସାହସ ଥିଲା, ମୋ ସହିତ ବୁଲିବା ବେଳେ ତମର ସାହସ ଥିଲା, ମୋ ସହିତ ରାତି କାଟିଲା ବେଳେ ତମର ସାହସ ହେଉଥିଲା, ଆଉ ମୋତେ ବାହା ହେବାକୁ ଘରେ କହିବାକୁ ତମର ସାହସ ହେଉନି? ସୁଚି ଟିକେ ରାଗିଗଲା, ଆଉ କହିଲା, ଯାଉନ ତମେ ଆମ ଘରେ କହିବ। ଏସବୁ କଥା ମୋତେ କହିବାର ମାନେ କ'ଣ? ମୁଁ ମାନୁଛି ସୁଚି, ରାଗରେ ଟିକେ ଏମିତି କହିଦେଲି। କ'ଣ କରିବି ସୁଚି, ତମେ କୁହ। ତମେ ମୋ ଦୁନିଆ। ତମ ବିନା ମୁଁ କେମିତି ବଞ୍ଚିବି? ତମ ବିନା ମୋ ଜୀବନର ମାନେ କିଛି ନାହିଁ। ତମକୁ ଛାଡ଼ି ମୁଁ କେବେ ସ୍ୱପ୍ନ ଦେଖିପାରିବିନି ସୁଚି। ହଁ, ମୁଁ ଯିବି ତମ ଘରକୁ, ତମ ଘର ଲୋକଙ୍କ ସହ କଥା ହେବି, ଆଉ ପ୍ରେମ ବିଷୟରେ କହିବି, ଆଉ ତମ ହାତ ତମ ପରିବାର ଲୋକଙ୍କୁ ନିଶ୍ଚିତ ମାଗିବି। କିନ୍ତୁ ସେ ମୋତେ ମନା କଲା। ଟିକେ ଅପେକ୍ଷା କର, ମୁଁ ସୁଯୋଗ ଦେଖି ତମକୁ ଡାକିବି କହିଲା। ମାସ ପରେ ମାସ, 4 ମାସ ବିତିଗଲା। କେବେ ସେ ସୁଯୋଗ ଆସିବ ଅପେକ୍ଷା କରି ରହିଥିଲି। ହେଲେ ସେ ସୁଯୋଗ ଆସିବା ପୂର୍ବରୁ ସେ ମୋତେ କହିଲା, ସଞ୍ଜୟ, କାଲି ମୋ ନିର୍ବନ୍ଧ, ମୁଁ କିଛି କରିପାରିବିନି। ପ୍ଲିଜ୍ ମୋତେ ଭୁଲ ବୁଝନି, ମୋତେ ଭୁଲିଯାଅ। ସେ ସିନା ଏଇ କେଇପଦ କଥା କେତେ ସହଜରେ କହିଦେଲା, ହେଲେ ଏଇ କେଇପଦ କଥା ଶୁଣି ମୋ ପାଦ ତଳୁ ମାଟି ଖସି ଯାଇଥିଲା। ହୃଦୟର ସ୍ପନ୍ଦନଟା 2 ଗୁଣ ହୋଇଯାଇଥିଲା। ଆଉ କିଛି କହିବାକୁ ପାଟିରେ ଭାଷା ବି ନଥିଲା। ନୀରବରେ ଯେମିତି ସେ ଟ୍ରେନ୍ରେ ବସିଥିଲି। ସବୁଦିନ ପରି ସେଦିନ ବି ମୋ ପାଖ ସିଟ୍ରେ ବସିଥିଲା, କିନ୍ତୁ ସେ ବି ପୁରା ଚୁପ୍ ଥିଲା। ଷ୍ଟେସନରୁ ଓହ୍ଲାଇଲା ପରେ ସବୁଦିନ ଆସୁଛି କହି ଯାଉଥିବା ମଣିଷଟା ଆଜି ଚୁପଚାପ ଓହ୍ଲେଇ ଯାଇଥିଲା। ଇଚ୍ଛା ହେଉଥିଲା
ସେ ଟ୍ରେନ୍ରେ ନିଜ ଜୀବନ ହାରିଦେବାକୁ। ହେଲେ କାହିଁକି କେଜାଣି ସାହସ ହେଲାନି। 2 ମାସ ହେଇଗଲାଣି ଆଉ ତା ପରଠୁ ତା ସହିତ କେବେ ଦେଖା ହେବାର ସୁଯୋଗ ମିଳିନି। ସେ ବୋଧେ ତା ରାସ୍ତା ବଦଳେଇ ଦେଇ ସାରିଥିଲା, ସବୁଥିରୁ ବ୍ଲକ୍ ବି କରିସାରିଥିଲା। ତା ଖବର ସିନା ମୋ ପାଖରେ କିଛି ନଥିଲା, କିନ୍ତୁ ତା ସହିତ ବିତେଇଥିବା ତାର ସବୁ ସ୍ମୃତି କେବଳ ମୋ ପାଖରେ ଥିଲା। ଆଉ ସେଇ ସ୍ମୃତିଗୁଡ଼ା ଭାରି କଷ୍ଟ ଦେଉଥିଲା ଭାଇ। ନା ତାକୁ ଭୁଲି ପାରୁଛି, ନା ତାକୁ ହୃଦୟରୁ କାଢ଼ି ପାରୁଛି। ଭାରି କଷ୍ଟ ଆଉ ଯନ୍ତ୍ରଣା ଭିତରେ ଏ ଜୀବନଟା କାଟୁଛି ପ୍ରତାପ ଭାଇ। ଆପଣ କୁହନ୍ତୁ ମୁଁ କ'ଣ କରିବି? ମୁଁ କହିଲି କିଛି ଲାଭ ନାହିଁ। ସେ ଯେମିତି ତମକୁ ଭୁଲିଗଲା, ତମେ ବି ତାକୁ ଭୁଲିଯାଅ, ଆଉ ଗୋଟେ ନୂଆ ଜୀବନ ଆରମ୍ଭ କର। ଏକଥା ଶୁଣି ସଞ୍ଜୟ କହିଲା, ନାଇଁ ଭାଇ, ପାରିବିନି। ସେ ସିନା ମୋ ସହିତ ସବୁ କଲା ପରେ ମୋତେ ଭୁଲିଗଲା, ମୁଁ କିନ୍ତୁ ତା ସହିତ ଯାହା କରିଛି ଆଉ କେଉଁ ଝିଅ ସହିତ କେମିତି କରିପାରିବି? ପାରିବିନି ଭାଇ। ବରଂ ଜୀବନଟା ଏକୁଟିଆ କାଟିଦେବି, ହେଲେ ଆଉ କାହାର ହେଇପାରିବିନି କି ଆଉ କାହାକୁ ନିଜର କରିପାରିବିନି। ମୁଁ ତାକୁ ବୁଝେଇବାକୁ ଅନେକ ଚେଷ୍ଟା କଲି, ହେଲେ ସେ ବୁଝିବାକୁ ପ୍ରସ୍ତୁତ ନଥିଲା। ଶେଷରେ ଖାଲି ଏତିକି କହିଲା, ପ୍ରତାପ ଭାଇ, ମୋର ଏ କାହାଣୀଟା କ'ଣ ଆପଣଙ୍କ କଣ୍ଠରେ ଟିକେ ଜାଗା ଦେବେନି? ମୁଁ କହିଲି, ନିଶ୍ଚୟ ଦେବି ସଞ୍ଜୟ ଭାଇ, ହେଲେ ଏଇଟା ବାସ୍ତବ କଥା ଯେ ସେ ଝିଅ ଆଉ କେବେ ତମ ପାଖକୁ ଫେରିବନି। ତମେ ବି ନିଜକୁ ବଦଳେଇବାକୁ ଚେଷ୍ଟା କର। ବାଷ୍ପରୁଦ୍ଧ କଣ୍ଠରେ କହିଲା, ନା ଭାଇ, ମୋ ଦ୍ୱାରା ହେବନି। ଆପଣ ମୋ କଥା ପୁରା ଶୁଣିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହୁଛି, ନମସ୍କାର ଭାଇ। ଆଉ କିଛି କଥା ଶୁଣିବାକୁ ସେ ପ୍ରସ୍ତୁତ ନଥିଲା। ଫୋନ୍ଟା କାଟି ଦେଇଥିଲା। ସେ ବି ଜାଣିଛି ସୂଚି ଆଉ କେବେ ତା ପାଖକୁ ଫେରିବନି। ସେ ଆଉ କାହାର ହେଇସାରିଛି। ତଥାପି ସେ ସୂଚିକୁ ନିଜ ହୃଦୟରୁ କାଢ଼ି ପାରୁନି କି କାଢ଼ିବାକୁ ଚାହୁଁନି ବି। ସଞ୍ଜୟ ସିନା ସୂଚିକୁ ସଚ୍ଚା ପ୍ରେମ କରୁଥିଲା, ହେଲେ ସୂଚି ସଞ୍ଜୟ ସହିତ ଏମିତି କରିବାଟା ବିଲକୁଲ ଠିକ୍ ନଥିଲା। ସଞ୍ଜୟକୁ ସବୁକିଛି ଦେଇସାରିବା ପରେ କେମିତି ସୂଚି ବଦଳି ଯାଇପାରିଲା? ତାରିଣୀ ମନ୍ଦିରରେ ମାଙ୍କ ସିନ୍ଦୁର କ'ଣ ମିଛ ଥିଲା? ହୋଟେଲରେ ରାତି ରାତି ସଞ୍ଜୟର ଶଯ୍ୟା ସଙ୍ଗିନୀ ହେବା କ'ଣ ମିଛ ଥିଲା? ନା ସଞ୍ଜୟର ପ୍ରେମଟା ମିଛ ଥିଲା? ସୂଚି ଭଳି ଅନେକ ଝିଅମାନଙ୍କ ପାଇଁ ଏଇଭଳି କେତେ ଯେ ସଞ୍ଜୟଙ୍କ ଜୀବନ ବର୍ବାଦ ହେଉଛି, ତାର କିଛି ହିସାବ ନାହିଁ। ଆପଣଙ୍କ ମତରେ ସୂଚି ସଞ୍ଜୟ ସହିତ ଯାହା କଲା କ'ଣ ଠିକ୍ କଲା? ନା ଆଜିକାଲିର କିଛି ଝିଅ ନିଜ ସ୍ୱାର୍ଥ ପାଇଁ ଚରିତ୍ରକୁ ବି ଭୁଲି ଯାଉଛନ୍ତି? ନା ଆଉ କିଏ ବେଟର ମିଳିଗଲେ ଯାହାକୁ ସବୁ ସମର୍ପଣ କରିଥିବେ ତାକୁ ଭୁଲିଯିବାକୁ ପଛଉନାହାନ୍ତି? ଏସବୁ ପ୍ରଶ୍ନର ଉତ୍ତର କମେଣ୍ଟ କରି ଆପଣ ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।